ଆମ ଜଗା ଭାରି ବଢ଼ିଆ। ସନ୍ଧ୍ୟା ଆଳତି ନିୟମ ଅନୁଯାୟୀ ଶ୍ରୀ ବିଗ୍ରହମାନଙ୍କ ପହୁଡ଼ ଫିଟିବା ପରେ ପଲଙ୍କ ଯଥାସ୍ଥାନରେ ରଖାଯାଇ ଅନ୍ୟାନ୍ୟ ଦ୍ୱାର ଯଥା ଜୟ ବିଜୟ ଓ ଦକ୍ଷିଣ ଦ୍ୱାର ଇତ୍ୟାଦି ଫିଟାଯାଏ। ଏହାପରେ ରତ୍ନ ସିଂହାସନଧିଷ୍ଠ ଠାକୁରମାନଙ୍କ ପବିତ୍ର ସନ୍ଧ୍ୟା ଆଳତି ନୀତି ଅନୁଷ୍ଠିତ ହୋଇଥାଏ। ଏହି ନୀତି ପାଇଁ ପାଳିଆ ପୁଷ୍ପାଳକ, ତଳିଛ, ପାଳିଆ ମେକାପ, ଗରାବଡ଼ୁ, ସୁଆର ବଡ଼ୁ ପ୍ରଭୃତି ସେବକମାନଙ୍କର ଆବଶ୍ୟକ ପଡ଼ିଥାଏ। ତଳିଛଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ପାଳିଆ ପୁଷ୍ପାଳକ ତାଙ୍କ କାର୍ଯ୍ୟ କରିଥାନ୍ତି। ଶ୍ରୀମନ୍ଦିର ପଞ୍ଜିକାରେ ଉଲ୍ଲେଖ ହୋଇଥିବା ଏହି ନୀତିର ନିରୂପିତ ସମୟ ହେଉଛି ସନ୍ଧ୍ୟା 7 ଘଣ୍ଟା। ସନ୍ଧ୍ୟା ଆଳତି ପାଇଁ ଆୟୋଜନ କରାଗଲେ ଚର୍ଚ୍ଚା କର୍ମଚାରୀମାନେ ନୀତି ସମ୍ପୃକ୍ତ ସେବକକୁ ଡାକିଥାନ୍ତି। ପ୍ରଥମେ ସୁଆର ବଡ଼ୁ 21 ବତୀ ସଞ୍ଜ ଜାଳି ବଳିତା ସିଂହାସନଠାରେ ରଖନ୍ତି। ପାଳିଆ ପୁଷ୍ପାଳକ ଓ ତଳିଛ ମହାପାତ୍ର ଓ ଗରାବଡ଼ୁ ଭିତରକୁ ଯାଇ ସିଂହାସନ ତଳେ ଠିଆ ହୋଇଥାନ୍ତି। ଗରାବଡ଼ୁଠାରୁ ହାତୁଆଣି ନେଇ ପାଳିଆ ପୁଷ୍ପାଳକ 2 ଜଣ ଓ ତଳିଛ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ତଳେ ଥୋଇ କର୍ପୂର ଆଳତି 21 ବତୀ ସଞ୍ଜକାଳି ଆଳତି କରନ୍ତି। ତଳିଛ ମହାପାତ୍ରଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ପାଳିଆ ପୁଷ୍ପାଳକ ମହାପ୍ରଭୁଙ୍କ ବାଡ଼ରେ ସନ୍ଧ୍ୟା ଆଳତି କରିଥାନ୍ତି। ଜନସାଧାରଣ ତଥା ଦର୍ଶନାର୍ଥୀମାନେ ମଙ୍ଗଳମୟ ଶ୍ରୀ ବିଗ୍ରହଙ୍କର ଏହି ପବିତ୍ର ଆଳତି ଦର୍ଶନ କରିବା ପାଇଁ ଭିତର କାଠଠାରୁ ଗରୁଡ଼ ସ୍ତମ୍ଭ ପର୍ଯ୍ୟନ୍ତ ଦଣ୍ଡାୟମାନ ହୋଇ ଭକ୍ତିପୂତ ଭାବରେ ଆନନ୍ଦରେ ହୁଳହୁଳି ହରିବୋଲ ପକାଇ ପ୍ରଭୁ କୃପା ଲାଭ କରିଥାନ୍ତି। ମୁଖ୍ୟତଃ ସକାଳର ମଙ୍ଗଳ ଆଳତି ନୀତି ପରି ସନ୍ଧ୍ୟା ଆଳତି ମଧ୍ୟ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଯଦି କୌଣସି ଦିନ ସମୟ ଅଭାବରୁ ଠାକୁରମାନଙ୍କର ଦିବା ପହୁଡ଼ ହୋଇ ନପାରେ ତାହାହେଲେ ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କ ମଇଲମ ଓ ବେଶ କରାଯାଇ ତତ୍ପରେ ସନ୍ଧ୍ୟା ଆଳତି ହୁଏ। କିନ୍ତୁ ପହୁଡ଼ ହୋଇଥିଲେ ସନ୍ଧ୍ୟା ଆଳତି ପରେ ବେଶ ହୁଏ। ଏତଦ୍ ବ୍ୟତୀତ ଏକାଦଶୀ ପଡ଼ିଲେ ଆଗେ ଆଳତି ହୋଇ ପରେ ମଇଲମ ଓ ବେଶ ହୋଇଥାଏ। ସକାଳ ଧୂପ ନିମନ୍ତେ ଯେତେ ପାଣି ଆବଶ୍ୟକ ପଡ଼ିଥାଏ ତାହା ପାଣିଆପଟ ସେବକ ବିମଳା ମନ୍ଦିର ସମ୍ମୁଖରେ ଥିବା କୂଅରୁ ଆଣି ଯୋଗାଇଥାଏ। ସୂଚନାଯୋଗ୍ୟ ଯେ ବିଗ୍ରହମାନଙ୍କ ନିମନ୍ତେ ପ୍ରତିଦିନ ଅନୁଷ୍ଠିତ ହେଉଥିବା କୋଠଭୋଗର ସମସ୍ତ ଜିନିଷାତ୍ ଓ କଞ୍ଚାଦ୍ରବ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥାଏ। କୋଠଭୋଗ ବା ରାଜଭୋଗ ନିମନ୍ତେ ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ମହାଲକ୍ଷ୍ମୀ ମନ୍ଦିରର ପଛ ପାର୍ଶ୍ୱରେ ଥିବା କୋଠଭୋଗ ଗୋଦାମରୁ ନିର୍ଦ୍ଦିଷ୍ଟ ପରିମାଣର ଜିନିଷମାନ ପ୍ରତ୍ୟହ ଯୋଗାଣିଆ ମେକାପଙ୍କ ଜରିଆରେ ରୋଷଘରକୁ ଯାଇଥାଏ। ଏହା ଅମିନ ମହାସୁଆରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଡ଼ୁସୁଆର ସେବକମାନଙ୍କ ଦ୍ୱାରା ଶ୍ରୀମନ୍ଦିର କୋଠଭୋଗ ରୋଷରେ ବିଭିନ୍ନ ପ୍ରକାର ଭୋଗ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ସକାଳ ଧୂପ ପୂଜା ପୂର୍ବରୁ ସୁଆର ବଡ଼ୁ ଭିତର ପୋଖରିଆଠାରୁ ଭିତର ଅର୍ଗଳି ପର୍ଯ୍ୟନ୍ତ ପାଣି ପକାଇ ଧୋଇଥାନ୍ତି। ତତ୍ପରେ ଉକ୍ତ ସେବକ ଅମୁଣିଆ ପାଣି ପକାନ୍ତି। ପାଣିଆପଟ 5 ଗୋଟି ଥାଳି ଓ ଗୋଟିଏ ପରଖ ଧୋଇ ସୁଆର ବଡ଼ୁକୁ ଦେଇଥାନ୍ତି। ସୁଆର ବଡ଼ୁ ତାହା ଆଉଥରେ ପରିଷ୍କାର କରି ତିନି ଠାକୁରଙ୍କ ସମ୍ମୁଖରେ 3 ଜାଗାରେ ଓ ସୁଦର୍ଶନଙ୍କ ପାଖରେ ଗୋଟିଏ ପକାଇଥାନ୍ତି। ଏହି ସମୟରେ ପ୍ରତିହାରୀ ସେବକ ଭିତର ଟେରା ଭିତର କବାଟ ପାଖରେ ବାନ୍ଧିଥାଏ। ଉଲ୍ଲେଖଯୋଗ୍ୟ ଯେ ବଲ୍ଲଭ ପୂଜା ସମୟରେ ଭିତର କାଠ ପାଖରେ ବନ୍ଧା ହୋଇଥିବା ଟେରା ସକାଳ ଧୂପ ସରିବା ପର୍ଯ୍ୟନ୍ତ ଥାଏ। ସୁଆର ବଡ଼ୁ ଥାଳି ପକାଇବା ପରେ ପ୍ରଧାନୀ ସେବକ ଜଣେ ପାଳିଆ ପୂଜାପଣ୍ଡାକୁ ଡାକିଥାନ୍ତି। ପ୍ରଧାନୀ ସେବକଙ୍କ ଅନୁପସ୍ଥିତିରେ ସେହି କାର୍ଯ୍ୟ ମନ୍ଦିରର ଚର୍ଚ୍ଚା କର୍ମଚାରୀଙ୍କ ଦ୍ୱାରା କରାଯାଇଥାଏ। ପୂଜାପଣ୍ଡା ଆସି ବଳଭଦ୍ରଙ୍କଠାରୁ ଆରମ୍ଭ କରି ସୁଦର୍ଶନଙ୍କ ପର୍ଯ୍ୟନ୍ତ ଯେଉଁ ଥାଳି ପଡ଼ିଥାଏ ତାହାର ବାହାର ସୀମାରେ ମୁରୁଜ ବୁଲାଇ ପନ୍ତି କାଟନ୍ତି। ଏତଦ୍ ବ୍ୟତୀତ ଲକ୍ଷ୍ମୀଙ୍କ ପାଖରେ ଗୋଟିଏ ଛୋଟ ପନ୍ତି ହୁଏ। ଉଲ୍ଲେଖଯୋଗ୍ୟ ଯେ ଭୋଗ ମୁରୁଜ କଟା ସୀମା ଭିତରେ ରହିଲେ ମହାପ୍ରସାଦ ହୁଏ, ବାହାରେ ରହିଲେ ତାହା ଶଙ୍ଖୁଡ଼ି ରୂପେ କଥିତ ହୁଏ।
ଏହି ପନ୍ତି ଭିତର ଭୋଗ ଥୋଇବାକୁ ଅନେକ ମଠର ସନନ୍ଦ ପାଇଥିବା ଲୋକଙ୍କର ଭୋଗ ରହିବାର ନିୟମ। ମୁରୁଜ ପଡ଼ିବା ପରେ ପ୍ରତିହାରୀ ଦ୍ୱାର ଜଗିଥାନ୍ତି। ଭୋଗ ଡାକିବା ଠାରୁ ଶେଷ ହେବା ପର୍ଯ୍ୟନ୍ତ ଧୁକୁଡ଼ି ଦ୍ୱାର ଓ ଦକ୍ଷିଣ ଦ୍ୱାର ଠାରେ ପ୍ରତିହାରୀ ସେବକ ମନ୍ଦିର ପୋଲିସ ଜଗିଥାନ୍ତି। ଭୋଗ ପୂଜା ସମୟରେ ସର୍ବସାଧାରଣଙ୍କୁ ଏହି ଦ୍ୱାର ବାଟେ ଭିତରକୁ ଛଡ଼ାଯାଇ ନଥାଏ। ପ୍ରଥମେ କୋଠଭୋଗ ରୋଷରୁ ମହାସୁଆର 2 ସରା କାନ୍ତି ପିଠା ଓ ଅଦା ପାଚେରୀ ଧରି ଆସିଥାନ୍ତି। ଏହାକୁ ମନ୍ଦିର ଚଳଣିରେ ପ୍ରଥମ ଛେକ ଆସିଲା ବୋଲି କୁହାଯାଏ। ତାଙ୍କ ପଛେ ପଛେ ପନ୍ତିବଡ଼ୁ ସେବକ ସକାଳୁ ଧୂପ ଖେଚଡ଼ି କୁଡ଼ୁଆ ଧରି ରୋଷ ପାଇକ ସହ ଗମ୍ଭୀର ଭିତରକୁ ଆସିଥାନ୍ତି। ରୋଷ ପାଇକ କୁଆ ଇତ୍ୟାଦି ବାରଣ କରିବାକୁ କାଠ ଖଣ୍ଡିଏ ଧରି ଆସିଥାନ୍ତି। ଏହି କାଠ ଖଣ୍ଡିକ ପରେ ସେ ପ୍ରାପ୍ୟ ସ୍ୱରୂପ ପାଇଥାନ୍ତି। ପ୍ରଥମେ ଚନ୍ଦ୍ରକାନ୍ତି ମହାସୁଆର, ପତ୍ରିବଡ଼ୁ, ପନ୍ତିବଡ଼ୁ, ବିଡ଼ୁଆ ବେହେରା ଓ ତୋଳାବଡ଼ୁ ସେବକ ଛେକ ନେଇ ପୋଖରିଆକୁ ଆସିଥାନ୍ତି। ଚନ୍ଦ୍ରକାନ୍ତି ମହାସୁଆର ପ୍ରଥମେ ଚନ୍ଦ୍ରକାନ୍ତି ଥାଳିରେ ବାଢ଼ିଥାନ୍ତି। ତାପରେ ପନ୍ତିବଡ଼ୁ, ବିଡ଼ୁଆ ବେହେରା ଯଥାକ୍ରମେ 4 ବାଡ଼ରେ ଖେଚେଡ଼ି ବାଢ଼ି ଘିଅ ପକାଇଥାନ୍ତି। ତୋଳାବଡ଼ୁ ଭିତରେ କଦଳୀ ପତ୍ରରେ ପିଠାପନ୍ତି କରିଥାନ୍ତି। ରୋଷ ପାଇକ ତାହା ସବୁ ଥାଳିରୁ କାଢ଼ି ତଳେ ଥୋଇଥାଏ। ପନ୍ତିବଡ଼ୁ ସବୁ ଥାଳିରେ କୁଡ଼ୁଆରୁ ବାଢ଼ିଥାନ୍ତି। ଏହାପରେ ଅନ୍ୟାନ୍ୟ ଭୋଗ ସବୁ ପନ୍ତିକୁ ଆସେ। ପାଳିଆ ପାତ୍ରୀ ପୂଜା ଠା କରି ରଖେ। ଗରାବଡ଼ୁ 3 ଜଣ ପୂଜା ପଣ୍ଡାଙ୍କ ଆସନ ସ୍ୱରୂପ 3 ଖଣ୍ଡ ନୂଆ କନା ପାହାଡ଼ା ପକାଏ। ଏଥିସକାଶେ ମନ୍ଦିର ପ୍ରଶାସନ ତରଫରୁ ଚାଙ୍ଗଡ଼ା ମେକାପଙ୍କ ଜିମାରେ ଏହି କନା ରଖାଯାଇଥାଏ। ଏହାପରେ ପ୍ରଧାନୀ ସେବକ ପୂଜା ପଣ୍ଡାକୁ ପୂଜା କରିବା ପାଇଁ ଡାକିଥାନ୍ତି। କିନ୍ତୁ ପ୍ରକୃତପକ୍ଷେ ଅନେକ ବର୍ଷ ଧରି ଏହି କାର୍ଯ୍ୟ ମନ୍ଦିରର ଚର୍ଚ୍ଚା କର୍ମଚାରୀମାନଙ୍କ ଦ୍ୱାରା କରାଯାଉଛି। ତତ୍ପରେ 3 ଜଣ ପୂଜା ପଣ୍ଡା ସିଂହାସନ ଉପରେ ବସି ପୂଜା ଆରମ୍ଭ କରିଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଘୋଡ଼ଲାଗି ସମୟରେ ଅର୍ଥାତ୍ ଓଢ଼ଣ